ଭୁଲ ଇଞ୍ଜେକ୍ସନ ପାଇଁ 5 ଜଣଙ୍କ ଅକାଳ ମୃତ୍ୟୁ। କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ 5 ଜଣ ରୋଗୀଙ୍କ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି। ଗତକାଲି 5 ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ମୃତକ 5 ଜଣଙ୍କ ମଧ୍ୟରେ ଆଇସିୟୁରେ 4 ଜଣ ରୋଗୀ ଓ ସାଧାରଣ ୱାର୍ଡରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ। 3 ତାରିଖ ରାତି 10ଟାରୁ 11ଟା ମଧ୍ୟରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଓ ନର୍ସ ଦିଦିଙ୍କର ଭୁଲ ଇଞ୍ଜେକ୍ସନ ଦେବା ଦ୍ୱାରା ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କିନ୍ତୁ ମେଡିକାଲ ଅଧିକାରୀ ସେ କଥାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଡକ୍ଟର ଯାହା ଲେଖିଛନ୍ତି ତାହା ହିଁ ଦେଇଛନ୍ତି। ଯେତେବେଳେ ରୋଗୀଙ୍କ ଲାଇଫ୍ ରିସ୍କ ଥାଏ ସେହି ସମୟରେ ଏହି ଇଞ୍ଜେକ୍ସନ ପ୍ରୋଟୋକଲ ଅନୁସାରେ ଦିଆଯାଇଥାଏ କହି ଖଣ୍ଡନ କରିଥିବା ଶୁଣିବାକୁ ମିଳିଛି। ଏକଥା କିନ୍ତୁ କଂଗ୍ରେସ ଦଳ ଗ୍ରହଣ କରିପାରୁନାହାନ୍ତି। 5 ଜଣଙ୍କ ଭୁଲ ଇଞ୍ଜେକ୍ସନ ଦେଇ ମାରି ଦେଇଛନ୍ତି ବୋଲି କହିଛନ୍ତି କଂଗ୍ରେସ ଦଳ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଭାବେ 25 ଲକ୍ଷ ଦେବାକୁ ଦାବି କରିଛି ଦଳ। ଯଦି ଦିଆ ନଯାଏ ତାହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଦଳ। କୋରାପୁଟ ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଖୋସଲାଙ୍କ ରିପୋର୍ଟ, ଏନଡିଟିଭି।